ମା ଆଖିରେ ଲୁହ, ବୃଦ୍ଧ ବାପାଙ୍କ ଛାତିରେ ଅସହ୍ୟ ବେଦନାର କୋହ। କାହାକୁ କିଛି ନ କହି ଚାଲିଗଲା ଘରର ରୋଜଗାରିଆ ପୁଅ। ଦର୍ଶକ ବନ୍ଧୁ, ଛାତିକୁ ବାଡ଼େଇ ବାଡ଼େଇ ବାହୁନି ବାହୁନି କାନ୍ଦୁଛି ମା। ଏହି ଦୃଶ୍ୟକୁ ଦେଖିଲେ ସତରେ ଛାତି ଫାଟି ପଡ଼ୁଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିଆ ଏନ୍ଟିପିସି ଟାଉନସିପ୍ ଅଞ୍ଚଳରେ। ଏନ୍ଟିପିସି କ୍ୱାର୍ଟର ଭିତରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ମହାବୀର ଥାନା କୁଟୁରିଆ ଗ୍ରାମର ବିରଞ୍ଚି ସାହୁ। ସେ ଏନ୍ଟିପିସିର ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ହସୁଥିବା ମୁହଁରେ ପରିବାରର ସ୍ୱପ୍ନ ସଜାଇଥିବା ଏହି ଯୁବକଙ୍କର ଅଚାନକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଘଟଣାସ୍ଥଳରେ ଏନ୍ଟିପିସି ପୁଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଏପରି ଘଟଣା ଘଟିଥିବା ବୋଲି ସନ୍ଦେହ କରାଯାଉଛି। ସେ ବୁଦ୍ଧି ଦିଶୁ ନାହିଁ, ମତେ କଣ କହିବେ? ମତେ କିଛି ମୋ ପୁଅଟା କଣ ମତେ କିଛି ବୁଦ୍ଧି ଦିଶୁ ଦେଖାଯାଉନି, କିଛି କଥା ଆସୁନି। କଣ କହିବେ ଆପଣ ମାନେ ବତେଇ ଦେଲେ ମୁଁ କହିବି, ନହେଲେ କହିପାରିବି ନା। ତାଙ୍କ ନାଁ ବିରଞ୍ଚି ନାରାୟଣ ସାହୁ। ଏଠି 10-20 ବର୍ଷ ହେଲା ସାମଲେଖାରେ କାମ କରନ୍ତି। କାମ କରେ ଆଉ ତାଙ୍କ ଷ୍ଟାଫ ଫୋନ କଲା, ତମ ପୁଅ ହଜି ଯାଇଛି, ଆଉ ସକାଳୁ ନାହାନ୍ତି, ଆଉ ଆମେ ଖୋଜୁଛୁ। ସିଏ ଆମକୁ ସତ କଥା କହିଲେନି, ଇଲେକ୍ଟ୍ରିକ ସର୍କ ଲାଗିଛି ବୋଲି ଆମକୁ ସତ କଥା କହିଲେ ନାହିଁ। ତାପରେ ଫୋନ କଲେ ହଉ ନାହିଁ, ତମ ପୁଅ ମେଡିକାଲରେ ପଡିଛନ୍ତି, ଆସ। ନା ଆକ୍ଚୁଆଲି ମୁଁ ସାଇଡ୍ ଯିବାର ଥିଲା, ମୋର ଏଲିୟର ଲେବର ଲାଗିଥିଲେ, କାମ ଚାଲିଥିଲା। ଅଫିସିଆଲ ଡକୁମେଣ୍ଟ କିଛି ଦେଲେ ପ୍ଲାଣ୍ଟକୁ ନେଇକି ଯିବେ ବୋଲି ମୁଁ ଆସିଥିଲି। 7:40 ଖଣ୍ଡ ହେବ ଦେଖିବା ପାଇଁ, ଦେଇକି ମୁଁ ସାଇଡ୍ ଯିବାର ଥିଲା। ଆସିଲା ପରେ ରୁମ୍ ଫୁମ୍ ଖୋଲା ଥିଲା। ତାପରେ କିଛି ସମୟ ଅପେକ୍ଷା କଲି, ମୁଁ କହିଲି ପାଖାପାଖି କୋଉଠିକି ଯାଇଥିବେ ଆସିବେ ବୋଲି। ତାପରେ ନ ଆସିବା ପରେ ମୋତେ ଡାଉଟ୍ ହେବାରୁ ଫୋନ୍ ଥିଲା, ସବୁ ଥିଲା। ତାପରେ ଅନ୍ୟମାନ ଷ୍ଟାଫ୍ ମୁଁ ଡାକିଲି ଯେ ଆକ୍ଚୁଆଲି ଏଇ ଟାଇପ୍ର ଗାଡ଼ି ଫାଡ଼ି ଅଛି, ସେ ନାହାନ୍ତି। ତେଣୁକରି ତାପରେ ଷ୍ଟାଫ୍ ଆସିଲା ପରେ ଆମେ ଖୋଜାଖୋଜି କରିକି ସବୁଆଡ଼େ ଦେଖିକି ଉପରକୁ ଗଲାବେଳକୁ ଏଇସବୁ ଜିନିଷ ଦେଖିବାକୁ ପାଇଲୁ। କଣିଆରୁ କୈଳାସ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।